ଆପଣ କାହିଁକି ଭାବୁଛନ୍ତି ଯେ ବିଜେଡି ସେ ବର୍ତ୍ତମାନ ନିର୍ବାଚନରେ ଜିତିବ ଏବଂ ବିଜେପି କିମ୍ବା କଂଗ୍ରେସକୁ ହରାଇବ ବୋଲି? କିଛି ସ୍ପେସିଫିକ ରିଜନ ଅଛି ଯୋଉଥିପାଇଁ କି ଆମେ ଏଠି ଉତ୍ସାହିତ ଆଜ୍ଞା ଏବଂ ଆମେ ଆଶା କରୁଛୁ ଏବଂ ବିଶ୍ୱାସ ଅଛି ହୁଁ ଯେ ଜନସାଧାରଣ ବିଜୁ ଜନତା ଦଳକୁ ଭୋଟ ଦେବେ। ଆଜ୍ଞା କଣ ସେ ସ୍ପେସିଫିକ ରିଜନ ଆପଣ କହୁଛନ୍ତି? କାରଣ ଆମେ ଯେତେବେଳେ ଏଠି ପ୍ରଚାର ମଇଦାନକୁ ଓହ୍ଲେଇଲୁ ହୁଁ ଏବଂ ଗାଁ ମାନଙ୍କୁ ଯିବା ଆରମ୍ଭ କଲୁ, ହୁଁ ଆମେ ପ୍ରକୃତରେ ଆମର ଯୋଉ ସତ୍ସାହସ ନଥିଲା ଲୋକଙ୍କୁ ନିକଟକୁ ଯାଇକି ହୁଁ ଲୋକଙ୍କୁ କଣ କହିବୁ, କିପରି ଭାବେ ତାଙ୍କୁ ଆପ୍ରୋଚ କରିବୁ, କାରଣ ଆପଣ ଜାଣିଛନ୍ତି ହୁଁ ଆମ କ୍ୟାଣ୍ଡିଡେଟ କୁ ସେମାନେ ଚୋରିକି ନେଇଯାଇଛନ୍ତି। ଓକେ, ସେ ଯେକୌଣସି କ୍ୟାଣ୍ଡିଡେଟ ହଁ ହଁ ହ୍ୟାଲୋ ମୁଁ କହୁଛି ଆପଣଙ୍କୁ ତ ଆମ କ୍ୟାଣ୍ଡିଡେଟ କୁ ସେମାନେ ମାନେ ହାଇଜାକ୍ କରିକି କିନ୍ତୁ ନେଲା ପରେ, ପ୍ରଦୀପ ରାଜନୀତିରେ କ୍ୟାଣ୍ଡିଡେଟ ଚୋରି କରିବାଟା କିଛି ନୂଆ କଥା ନୁହଁ। ନୂଆ କଥା ନୁହଁ, ଦାଟ ଆଇ ନୋ। ସେଟା ବିଜୁ ଜନତା ଦଳ ବି କ୍ୟାଣ୍ଡିଡେଟ ଚୋରି କରିଛି। ବିଲକୁଲ ହଁ କଲା ପରେ ଆମେ ଯେତେବେଳେ ଗାଁ ଗୁଡାକୁ ଯାଇ ପଶିଲୁ ହଁ ଲୋକଙ୍କ ରେସ୍ପନ୍ସ ବହୁତ ମାନେ ଠିକ ଠାକ ନଥିଲା। କଣ ସବୁ ଲୋକ କହୁଥିଲେ? ଲୋକମାନେ ମାନେ ଆମର କଣ ହେଲା, କ୍ୟାଣ୍ଡିଡେଟଙ୍କ ସହିତ ହୁଁ ଆମ ଫ୍ରଣ୍ଟଲାଇନ ଲିଡର ବି ତାଙ୍କ ସହିତ ପଳେଇଲେ, ଯୋଉମାନେ କି ସେ ଅଞ୍ଚଳର ବା ସେ ପଞ୍ଚାୟତର ହୁଁ ମୁଖିଆ ଥିଲେ। ଆଜ୍ଞା ହୁଁ ତ ବହୁତ ଅସୁବିଧା ହଉଥିଲା, କିନ୍ତୁ ଆମେ ଦେଖିଲୁ 2-3 ଦିନ ପରେ ହୁଁ ଯେତେବେଳେ ଲଗାତାର ଆମେ ସେ ଗାଁକୁ ଗଲୁ, ସେ ପଞ୍ଚାୟତକୁ ଗଲୁ, ଲୋକଙ୍କ ସହିତ ମିଶିଲୁ, ହୁଁ ଦେଖିଲୁ ଯେ ଲୋକେ ନେତା ପଳେଇଛନ୍ତି କିନ୍ତୁ ଭୋଟର୍ସ ରହିଯାଇଛନ୍ତି। ଭୋଟର୍ସ ନେତାଙ୍କ ସହିତ ଯାଇନାହାନ୍ତି। ଗୋଟେ ପଞ୍ଚାୟତ ଧରି ନିଅନ୍ତୁ 5 ଜଣ ନେତା ଅଛନ୍ତି, 5 ଜଣରୁ 3 ଜଣ ନେତା ପଳେଇଛନ୍ତି, ହୁଁ ତ ଭୋଟର୍ସ ଭାଇ ଭଉଣୀ ମାନେ ଇଣ୍ଟାକ୍ଟ ହେଇକି ଅଛନ୍ତି। ହୁଁ ଏବଂ ଆମେ ସେଇଠୁ ସାହସ ଜୁଟେଇଲୁ ହୁଁ ଏବଂ ଯେତେବେଳେ ଆମେ ଗୋଟେ ପରେ ଗୋଟେ ଗାଁ, ଗୋଟେ ପରେ ଗୋଟେ ପଡା, ବିଭିନ୍ନ ସେକେଣ୍ଡ ଲାଇନ, ଥାର୍ଡ ଲାଇନ, ଫୋର୍ଥ ଲାଇନ ଲିଡର ମାନଙ୍କ ସହିତ ମିଶିଲୁ, ଗାଁର ମୁଖିଆ ମାନଙ୍କ ସହିତ ମିଶିଲୁ, ନାୟକ, ହୁଁ ପୂଜାରୀ, ଜାଙ୍କର, ଗାଉଁଟିଆ, ହୁଁ ସେଥିରୁ ୱାର୍ଡ ମେମ୍ବର, କିଛି ୱାର୍ଡ ମେମ୍ବର, ନାୟବ ସରପଞ୍ଚ, ଏଭଳିଆ ଲୋକଙ୍କ ସହିତ ମିଶିଲୁ। ସେଥିରୁ ଆମେ ଜାଣିବାକୁ ପାଇଲୁ ହୁଁ ଯେ ଲୋକଙ୍କ ମନରେ ଶଙ୍ଖ ଚିହ୍ନ ଅଛି ହୁଁ ଏବଂ ସେମାନେ ଲଗାତାର 3 ଥର ଭାବରେ ଢୋଲକିଆ ବାବୁଙ୍କୁ ଭୋଟ ଦେଇକି ଜିତେଇଛନ୍ତି। ହୁଁ ଏବଂ ନୂଆପଡା ଅଞ୍ଚଳ ଯୋଉଟା ଗୋଟେ ଅତି ଅନୁନ୍ନତ ଅଞ୍ଚଳରେ ଯାଉଛି, ଆପଣ ଜାଣିଥିବେ ଯେ ହୁଁ 30 ଗୋଟି ହୁଁ ଜିଲ୍ଲା ମଧ୍ୟରୁ ସବୁଠାରୁ ଗରିବ ଜିଲ୍ଲା ହଉଛି ସବୁଠାରୁ ନୂଆପଡା। ଅନୁନ୍ନତ ହଁ ହଁ ପର କ୍ୟାପିଟାଲ ଇନକମ ବହୁତ ଲୋକଙ୍କର ବହୁତ ଗୁଡାଏ ସମସ୍ୟା ଅଛି। ହୁଁ ଏ ଶେଷ 10 ବର୍ଷ ଭିତରେ ହୁଁ ସେମାନେ ଏତେ ପ୍ରକାର ସୁଯୋଗ ଏବଂ ସୁବିଧା ପାଇଛନ୍ତି ବିଜୁ ଜନତା ଦଳ ଠାରୁ ହୁଁ ଏବଂ ସେମାନେ ସେମାନେ ଋଣୀ ହେଇକି ଅଛନ୍ତି ବିଜୁ ଜନତା ଦଳ ପାଖରେ। ତ ଆପଣ ଦେଖିବେ ଏଇ 7-8 ଦିନ ଭିତରେ ଆମେ ଯୋଉଠି ସଭା କରୁଛୁ, ସମିତି କରୁଛୁ, ରେଲି କରୁଛୁ, ଗୋଟେ ବସୁଛୁ, ଆପଣା ଛାଏ ଶହ ହୁଁ ଶହ ଲୋକ ଆସି ଜମା ହଉଛନ୍ତି। ଏବଂ ମୁଁ ଏଇଟା କିନ୍ତୁ ଗୋଟେ 24 ବର୍ଷ ଗୋଟେ କାଳ ଅଞ୍ଚଳର କଥା ଯେତେବେଳେ କହୁନାହିଁ। ଆଜ୍ଞା ହୁଁ 24 ବର୍ଷ କାଳ ଯେତେବେଳେ ବିଜୁ ଜନତା ଦଳ ଥିଲା, ତ ଏଇ ଯୋଉ ନୂଆପଡାଟା ଏତେ ଅନୁନ୍ନତ ହେଇକି କାହିଁକି ରହିଲା? ଯୋଉଠିକି ଶୁଣନ୍ତୁ, ଆପଣ ଦାଦନକୁ ଦେଖନ୍ତୁ, ଦେଖିବାକୁ ମିଳିବ, ଯୋଉଠିକି ଶିକ୍ଷା କ୍ଷେତ୍ରରେ ସେ ଜାଗା ପଛୁଆ ଅଛି, ଲୋକଙ୍କର ଗରିବୀ ହଟେନି, ତାହେଲେ 24 ବର୍ଷ କଣ ବିଜୁ ଜନତା ଦଳ ପାଇଁ ସଫିସିଏଣ୍ଟ ନଥିଲା ଏଇ ଜାଗାଟାକୁ ଉନ୍ନତ କରିବାର? ଦେଖନ୍ତୁ, ଇଏ ଗୋଟେ ପ୍ରୋସେସ ହୁଁ ଏବଂ ପ୍ରାୟ ଆପଣ ଦେଖିବେ 2010 ପରଠାରୁ ଆଜ୍ଞା ନୂଆପଡା ଅଞ୍ଚଳରେ ନକ୍ସଲବାଦ ସମସ୍ୟାର ସମାଧାନର ବାଟ ବାହାରିଲା। ଓକେ, ହୁଁ ଏବଂ 10 ପରେ ପରେ ଡେଭଲପମେଣ୍ଟ ଆରମ୍ଭ ହେଲା ଏବଂ ଆଜିକା ଦିନରେ ନୂଆପଡା ଜିଲ୍ଲାକୁ ଯଦି ଆପଣ ଗସ୍ତ କରିବେ, ହୁଁ କୌଣସି ଗାଁକୁ ପଳାନ୍ତୁ, କୌଣସି ପଞ୍ଚାୟତ ମୁଖ୍ୟାଳୟକୁ ପଳାନ୍ତୁ, ଆପଣଙ୍କୁ ଲାଗିବ ନାହିଁ ଆପଣ ଉନ୍ନତ ଅଞ୍ଚଳରେ ଅଛନ୍ତି ବୋଲି। ମୁଁ ଏ ବି ଆଡମିଟ କରୁଛି ଲୋକଙ୍କ ହୁଁ ପେର କ୍ୟାପିଟାଲ ଇନକମ ବା ଦୈନନ୍ଦିନ ଆୟ କମ ଥାଇପାରେ, ହୁଁ ଲୋକେ ଏଠୁ ଦାଦନ ଯାଉଛନ୍ତି, ହୁଁ କିନ୍ତୁ ଗୋଟେ ଧାରାରେ ପଡିଯାଇଛନ୍ତି, ଗୋଟେ ଟ୍ରାକ ରେ ପଡିଛନ୍ତି।